ଅଲ୍ ପୁରାଣ ଷ୍ଟୋରି, ଉପଦେଶ ଭରା କାହାଣୀମାଳା, ମାର ମମତା। ପାରସ୍ୟର ସମ୍ରାଟ ଶାହନୱାଜ ଜଣେ ବିଜ୍ଞ ବ୍ୟକ୍ତି ଥିଲେ। ସେ ତାଙ୍କର ଜୀବନ କାଳ ମଧ୍ୟରେ କୌଣସି ସୁଫି ଓ ସନ୍ଥଙ୍କ ଠାରୁ କୌଣସି ଗୁଣରେ କମ୍ ନଥିଲେ। ଶାହନୱାଜଙ୍କ ସ୍ତ୍ରୀଙ୍କ ନାମ ଥିଲା ରୁଖସାନା। ଶାହନୱାଜ ଓ ରୁଖସାନାଙ୍କର ସିକନ୍ଦର ନାମରେ ଗୋଟିଏ ପୁତ୍ର ଥିଲା। ଉଭୟ ରାଜା ଓ ରାଣୀ ସିକନ୍ଦରକୁ ବହୁତ ଭଲ ପାଉଥିଲେ, କିନ୍ତୁ ରାଣୀ ରୁଖସାନା ପୁଅର ସ୍ନେହରେ ଅନ୍ଧ ହୋଇଯାଇଥିଲେ। ପୁଅକୁ କ୍ଷଣେ ମାତ୍ର ନ ଦେଖିଲେ ରୁଖସାନା ପାଗଳୀ ପ୍ରାୟ ହୋଇଯାଉଥିଲେ। ରାଣୀ ରୁଖସାନାଙ୍କ ପାଇଁ ସମ୍ରାଟ ଶାହନୱାଜ ରାଣୀଙ୍କ ଅନ୍ତଃପୁରରେ 100ରୁ ଅଧିକ ଦାସୀ ନିଯୁକ୍ତ କରିଥିଲେ ମଧ୍ୟ ନିଜେ ରୁଖସାନା ନିଜର ଏକମାତ୍ର ପୁତ୍ରର ସବୁ ପ୍ରକାରର ଯତ୍ନ ନେଉଥିଲେ। ମାଙ୍କର ସ୍ନେହ ଆଦର ପାଇ ସିକନ୍ଦର ଦିନକୁ ଦିନ ଚନ୍ଦ୍ରକଳା ପରି ବଢ଼ିବାକୁ ଲାଗିଲା। ଦିନେ ଶାହନୱାଜ ରାଣୀ ରୁଖସାନାଙ୍କୁ କହିଲେ, ଆମ ପୁଅ ବଡ଼ ହୋଇଗଲାଣି, ଏବେ ତାକୁ ଶିକ୍ଷା ଦୀକ୍ଷା ସହିତ ତାଲିମ ପ୍ରଦାନ କରିବାକୁ ହେବ। ରାଣୀ ପ୍ରଥମେ ନିଜ ଆଖି ଆଗରୁ ସିକନ୍ଦରକୁ ଦୂରେଇ ଦେବାକୁ ଚାହୁଁ ନଥିଲେ, ମାତ୍ର ସମ୍ରାଟଙ୍କ କଥାକୁ ଭାଙ୍ଗି ନ ପାରି କୌଣସି ପ୍ରକାରେ ସେ ରାଜି ହୋଇଗଲେ। ସିକନ୍ଦର ପ୍ରତିଦିନ ସକାଳେ ଘରୁ ବାହାରି ଯାଉଥିଲା ଏବଂ ତାଲିମ ସରିବା ପରେ ସନ୍ଧ୍ୟାରେ ଘରକୁ ଫେରୁଥିଲା। ରାଣୀ ପୁଅର ଫେରିବା ପଥକୁ ଅପଲକ ନୟନରେ ଚାହିଁ ରହିଥାନ୍ତି। ସିକନ୍ଦର ଘରକୁ ଫେରିବା ମାତ୍ରେ ତା ଉପରେ ଅନାବିଳ ମାତୃସ୍ନେହ ଅଜାଡ଼ି ଦିଅନ୍ତି। ଦିନେ ପୁଅର ଫେରିବା ବିଳମ୍ବ ଦେଖି ରାଣୀ ଅତ୍ୟନ୍ତ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଲେ। ବିଳମ୍ବରେ ପୁଅ ଘରକୁ ଫେରିବାରୁ ସେ ଏହାର କାରଣ ପଚାରିଲେ, ମାତ୍ର ସିକନ୍ଦର ମାଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଲା ନାହିଁ। ଏହି ଘଟଣା ପରଠାରୁ ଦୈନିକ ସିକନ୍ଦର ବିଳମ୍ବରେ ଘରକୁ ଫେରୁଥିଲା। ରାଣୀ ଅତ୍ୟନ୍ତ କ୍ରୋଧିତ ହୋଇ ଗୁପ୍ତଚରକୁ ଏହାର କାରଣ ପୁଛା କରନ୍ତେ ଗୁପ୍ତଚର କହିଲା, ରାଣୀମା, ଅସଲ କଥାଟି ହେଉଛି ରାଜକୁମାର ସିକନ୍ଦର ଗୋଟିଏ ସୁନ୍ଦରୀ ଝିଅକୁ ଭଲ ପାଇ ବସିଛନ୍ତି। ତାଲିମ ସରିବା ପରେ ସେ ତା ସହିତ କିଛି ସମୟ ଅତିବାହିତ କରୁଛନ୍ତି। ଗୁପ୍ତଚର ଠାରୁ ଏହି ସମ୍ବାଦ ଶୁଣି ରାଣୀ ହତବାକ୍ ହୋଇଗଲେ ଓ କ୍ରୋଧ ତଥା ଅଭିମାନରେ କାନ୍ଦି ପକାଇଲେ। ରୁଖସାନା ସଙ୍ଗେ ସଙ୍ଗେ ଯାଇ ନିଜ ସ୍ୱାମୀଙ୍କୁ କହିଲେ ଯେ ଗୋଟିଏ ଛାର ଝିଅ ଲାଗି ଆଜି ତା ପୁଅର ମା ସକାଶେ ସମୟ ନାହିଁ। ତାର ମୁଣ୍ଡ ବିଗିଡ଼ି ଯାଇଛି, ସେ ଭୁଲ ବାଟକୁ ଚାଲି ଯାଇଛି। ଶୀଘ୍ର ତାକୁ ବୁଝାସୁଝା କରି ଠିକଣା ବାଟକୁ ଆଣନ୍ତୁ। ଶାହନୱାଜ କହିଲେ, ରୁଖସାନା, ତୁମେ ଆଉ ସିକନ୍ଦରର ମା ହୋଇ ରହିନାହିଁ, କାରଣ ତୁମ ମନରେ ଈର୍ଷା ଆଜି ବସା ବାନ୍ଧି ରହିଲାଣି। ଏ ଈର୍ଷା ପ୍ରତିଯୋଗିତାର ଈର୍ଷା। ତୁମେ ପ୍ରକୃତ ମା ହେବାକୁ ହେଲେ ମନ ମଧ୍ୟରୁ ଈର୍ଷା ପରିତ୍ୟାଗ କର ଓ ସ୍ନେହମୟୀ ମା ହେବାକୁ ଚେଷ୍ଟା କର। ରାଣୀ ଏଥର ସମ୍ରାଟଙ୍କ କଥାର